ରାମ ନାରାୟଣ ରାମ। ଏହି ଆକର୍ଷଣର ଫଳରେ ଜୀବଜଗତରେ ଏକ ଅନ୍ୟର ପ୍ରତି ପ୍ରେମ ମୋହବୋଧ ରହିଛି। ଏହା ଏକ ବିରାଟ ଆକର୍ଷଣର ଧାରା। ଏହି ଆକର୍ଷଣରେ ସବୁଠୁ ଜଡ଼ିତ ଥିବାରୁ ଏକ ଅନ୍ୟଙ୍କ ପ୍ରତି ମନରେ ପ୍ରେମ ରହେ। ଏହା ସେହି ବିରାଟ ଆକର୍ଷଣର ପ୍ରବାହ। ଏହା ଏକତାର ସ୍ୱର। ଆଉ କହିଲେ ଆସେ, ଯାଅ କହିଲେ ଚାଲିଯାଏ। କ୍ରୋଧ, ଅଭିମାନ ଏହି ଶବ୍ଦରେ ନିର୍ଭର କରିଥାଏ। ଶବ୍ଦ ଦ୍ୱାରା ଏହି ସଂସାରରେ ସବୁକିଛି ଘଟୁଛି। ଯଦି ଶବ୍ଦ ମନ୍ତ୍ର, ତେବେ ପ୍ରତ୍ୟେକ ଶବ୍ଦ ମନ୍ତ୍ରର ଆସିବା, ଯିବା, ଖାଇବା ପରି ବିଭିନ୍ନ କ୍ରିୟାରେ ଆମେ ଏହି ମନ୍ତ୍ରକୁ ସଫଳ କରୁଛୁ। ଖୁସି, କ୍ରୋଧ, ଅଭିମାନ ଯେ କିଛି ହେଉ, ସବୁରେ ମନ୍ତ୍ର ରହିଛି। ଏହି ଶବ୍ଦ ବିରାଟ ବିଶ୍ୱରୁ ଅଲଗା ନୁହେଁ। ବିରାଟ ବିଶ୍ୱକୁ ପ୍ରଭୁତ୍ୱ କରିବା ପାଇଁ ଶବ୍ଦର ସହାୟତା ନିଆଯିବା ଦରକାର। ବିରାଟ ଶକ୍ତି ଥିବାରୁ ତୁମେ ପ୍ରକଟ ହେଲୁ। ବିରାଟ ଶକ୍ତି ସମ୍ମୁଖୀନ ହେବାରେ ଅଭାବ ବୁଝିପାରାଯାଏ। ଏହି ଅଭାବ ସ୍ୱାଭାବିକ। ବିରାଟ ବିଶ୍ୱର ପ୍ରବାହରେ ଅଭାବ ପୂରଣ ହୁଏ। ଅଭାବ ପୂରଣ କରିବାର ଚେଷ୍ଟାରେ ପୁଣି ଅଭାବ ହୁଏ। ଆମେ ବଡ଼ ଶବ୍ଦକୁ ଆମ ନିୟନ୍ତ୍ରଣରେ ରଖି ବିରାଟତାର ପଥରେ ଆଗକୁ ବଢ଼ିବୁ। ଏହି ସଂସାରର ପ୍ରତ୍ୟେକ କାର୍ଯ୍ୟ ଶବ୍ଦର ସହାୟତାରେ ଘଟେ। ଇଚ୍ଛା ହେଉ କି ନାହିଁ, ତୁମେ ଦିନ ରାତ୍ରି ଶବ୍ଦ ଉଚ୍ଚାରଣ କରିବାକୁ ଚାଲାନ୍ତୁ। ବିରାଟ ସହ ମିଶିବା ହେଉଛି ଏହି ଶବ୍ଦର ନିୟମ। ଯେପରି ଇଂରାଜୀର 26ଟି ଅକ୍ଷର ଓ ବଙ୍ଗାଳୀର 36ଟି ଅକ୍ଷର ଦ୍ୱାରା ସାହିତ୍ୟିକ ହେବା ସମ୍ଭବ, ସେପରି ମନ୍ତ୍ର ଅକ୍ଷର ଦ୍ୱାରା ସିଦ୍ଧି ମିଳିପାରିବ। ଦିନ ରାତ୍ରି ଏହି ଶବ୍ଦ ଉଚ୍ଚାରଣ କରିଲେ ଏହା ନିଶ୍ଚିତ ହେବ। ତେଣୁ ଇଚ୍ଛା ହେଉ କି ନାହିଁ, ମନ୍ତ୍ର ଜପ କରିବାକୁ ଚାଲାନ୍ତୁ। ଋଷି, ମହାନ ଓ ଅବତାର ଏହି ମନ୍ତ୍ର ଜପ କରି ହୋଇଥିଲେ।